শরণাগত দিনাথং পরিত্রাণং পরায়ণে সর্বসাতে করে দেবী মা শারদে দেবী নমস্তুতি। জয় মা শারদা। আজিକାର নীତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସଫର ପ୍ରବଚକ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ସେୟାର କରୁଛୁ। ଆପଣମାନଙ୍କୁ ଯଦି ମୋ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥାଟିଏ। ଆପଣମାନଙ୍କ ଘରର ଛାତ ଉପରେ ଅଶ୍ୱସ୍ଥ ଗଛ ବା ବରଗଛ ଉଠିବାର ଇଏ ଦେଖୁଥିବେ। ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସୁଥିବ, ଘରର ଇଏ ଛାତ ଉପରେ ଅଶ୍ୱସ୍ଥ ବୃକ୍ଷ ଉଠିଲେ ଏହା ଶୁଭ ନା ଅଶୁଭ? ପ୍ରତ୍ୟେକ ବୃକ୍ଷର ଇଏ ମଞ୍ଜି ଥାଏ ଏବଂ ସେହି ମଞ୍ଜିରୁ ବୃକ୍ଷ ହୁଏ, କିନ୍ତୁ ଅଶ୍ୱସ୍ଥ ବୃକ୍ଷର ମଞ୍ଜି ନଥାଏ। କିନ୍ତୁ ଅନେକ ଅଶ୍ୱସ୍ଥ ବୃକ୍ଷ ଉତ୍ପନ୍ନ ବି ହେଉଛି। ବୃକ୍ଷମାନଙ୍କ ଭିତରେ ସର୍ବଶ୍ରେଷ୍ଠ ବୃକ୍ଷ ହେଉଛି ଅଶ୍ୱସ୍ଥ ଗଛ। ଭଗବାନ ଗୀତାରେ ଅର୍ଜୁନକୁ ବୁଝେଇଲେ, କହିଲେ ହେ ଅର୍ଜୁନ, ଇଏ ଯେତେ ବୃକ୍ଷ ଅଛନ୍ତି ବୃକ୍ଷମାନଙ୍କ ଭିତରେ ଅଶ୍ୱସ୍ଥ ବୃକ୍ଷ ହେଉଛି ମୁଁ, ଏବଂ ଯେଉଁଭଳି ବୃକ୍ଷମାନଙ୍କ ଭିତରେ ଇଏ ଶ୍ରେଷ୍ଠ ମୁଁ ମଧ୍ୟ ସେଇଭଳି ଶ୍ରେଷ୍ଠ। ଯଦି ଇଏ ପବନ ଦେଖେ, ପବନ ଆସୁଛି, ପବନ ବହିଲା, ପ୍ରତ୍ୟେକ ବୃକ୍ଷର ଇଏ ପତ୍ର ଗୁଡାକ ହଲେ, କିନ୍ତୁ ବିନା ଇଏ ପବନରେ ଅଶ୍ୱସ୍ଥ ଇଏ ବୃକ୍ଷର ଇଏ ପତ୍ର ସଦାବେଳ ପାଇଁ କି ହଲୁଥାଏ। ଏହା ହେଉଛି ଆଶ୍ଚର୍ଯ୍ୟଜନକ କଥା। ବିନା ପବନରେ ଅଶ୍ୱସ୍ଥ ବୃକ୍ଷର ଇଏ ପତ୍ର ହଲେ ଆପଣମାନେ ଦେଖିଲେ ଇଏ ଜାଣିପାରିବେ। ଆପଣଙ୍କ ଘରେ ଛାତ ଉପରେ ଅଶ୍ୱସ୍ଥ ଇଏ ବୃକ୍ଷଟି ଉଠିଛି, ଏହା ହେଉଛି ଅଶୁଭ ସଂକେତ। ଯେଉଁ ଘରେ ଇଏ ପିତୃଦୋଷ ଥାଏ ସେଇ ଘରର ଛାତ ଉପରେ ଅଶ୍ୱସ୍ଥ ବୃକ୍ଷ ଉଠିବ। ଆପଣମାନଙ୍କ ମନରେ ଇଏ ପ୍ରଶ୍ନ ଆସୁଥିବ, ଇଏ ପିତୃଦୋଷ କଣ? ପିତୃପୁରୁଷ ମରିଯିବା ପରେ ତାଙ୍କର ଆତ୍ମା କେବେ ଶାନ୍ତିରେ ନାହାନ୍ତି, ସେମାନେ ଅଶାନ୍ତିରେ ତାଙ୍କ ଆତ୍ମା ଗୁଡାକ ବିତି ଚାଲିଛି। ଯେଉଁ ଗୃହରେ ପିତୃଦୋଷ ଥାଏ, ପିତୃପୁରୁଷ ମାନେ ଅଶାନ୍ତିରେ ଥାଆନ୍ତି, ସେଇ ଘରେ ତାଙ୍କରି ଛାତ ଉପରେ ଅଶ୍ୱସ୍ଥ ବୃକ୍ଷ ଉଠେ। ଅଶ୍ୱସ୍ଥ ବୃକ୍ଷ ଉଠିବାର ଅନେକ ଦିନ ଇଏ ରଖିବେନି। ରଖିଲେ ଘର ଅଶୁଭ ସଂକେତ ଅଧିକ ଆସିବ ଏବଂ ଘରେ ଇଏ କଳହ ସୃଷ୍ଟି ହେବ, ଧନ ସମ୍ପତ୍ତି ଇଏ କମିଯିବ। ତେଣୁ ଅଶ୍ୱସ୍ଥ ବୃକ୍ଷ ଉଠିବାର କିଛି ଦିନ ଭିତରେ ତାକୁ ଉଠେଇବାକୁ ଇଏ ଚେଷ୍ଟା କରିବେ। ଇଏ କିଭଳି ଉଠେଇବେ? ରବିବାର ହୋଇଥିବ, 2ଟି ଇଏ କଞ୍ଚା ଲଙ୍କା ନେବେ, 2ଟି ଇଏ ଲେମ୍ବୁ ନେବେ, ସେଇ ବୃକ୍ଷ ମୂଳରେ ରଖି ଅଶ୍ୱସ୍ଥ ବୃକ୍ଷକୁ ଇଏ ପୂଜା କରିବେ। ପୂଜା କରିସାରି ଅଶ୍ୱସ୍ଥ ବୃକ୍ଷକୁ ଇଏ କ୍ଷମା ମାଗିବେ ଏବଂ ତାପରେ ସେ ବୃକ୍ଷକୁ ଉପାଡ଼ି ଅନେକ ଦୂରରେ
କୌଣସି ପଡ଼ିଆ ମଧ୍ୟରେ ତାକୁ ନେଇକି ଇଏ ରୋପଣ କରିବେ। ଘରର 100 ମିଟର ଦୂରରେ ରୋପଣ କରିବେ, ଆପଣଙ୍କର ଅଶୁଭ ସଂକେତ କିଛି ଆସିବନି। ଆଉ ଯଦି ରୋପଣ ଇଏ ନ କରିପାରନ୍ତି ତାକୁ ନେଇ ଜଳରେ ସମର୍ପଣ କରିଦେବେ। ଏହା କଲେ ଆପଣ ମାନଙ୍କର ପିତୃଦୋଷ ରୁ ରକ୍ଷା ପାଇବେ। ଆଉ ପିତୃଦୋଷକୁ ମୁକ୍ତି କରିବା ପାଇଁ ହେଲେ ଆପଣଙ୍କ ଘରେ ଗୋଟିଏ ଗୀତା ଯଜ୍ଞଟିଏ କରିବେ। ଗୀତା ଯଜ୍ଞରେ ପିତୃପୁରୁଷ ମାନେ ମୁଖ୍ୟ ହୋଇଯାଆନ୍ତି। यही थिला आजिकार नीतिबाणी निर्जास कथा। आजिकार अनुचिंता आपण पाद को जदि बिलेई बारंबार ये चाटे आपणकर अशुभ संकेत आसव। बिलेई जदि बारंबार आपण पाद को ये चाटे आपण अशुभ संकेत रोगाग्रस्त आपण हो जिवे। यही थिला ये नीतिबाणी अनुचिंतार ये निर्जास कथा। एतिकी कही मोर नीतिबाणी अनुचिंता को परिसमाप्त करुच्ची। ये प्रणाम। जय जगन्नाथ।